ପିଲାମାନେ ଆଜି ଆମେ ବନ୍ଦେ ଉତ୍କଳ ଜନନୀ କବିତାର ଚତୁର୍ଥ ପଦକୁ ଆଲୋଚନା କରିବା ଏବଂ ଏହାର ଭାବାର୍ଥକୁ ଜାଣିବା। ତ ପୂର୍ବରୁ କୁହାଯାଇଛି ବନ୍ଦେ ଉତ୍କଳ ଜନନୀ କବିତାର କବି ହେଉଛନ୍ତି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ତ ପିଲାମାନେ ଆସନ୍ତୁ ଏବେ ଚତୁର୍ଥ ପଦକୁ ଆମେ ଆଲୋଚନା କରିବା। ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା ଯୋଗୀ ଋଷିଗଣ ତୋଜ ପବିତ୍ରା ଜନନୀ ଜନନୀ ଜନନୀ। ତ ପିଲାମାନେ ଏହି ଚତୁର୍ଥ ପଦକୁ ବୁଝିବା ପୂର୍ବରୁ ଏହି ପଦ ମଧ୍ୟରେ ଥିବା କଠିନ ଶବ୍ଦକୁ ବୁଝିବା ଏବଂ କଠିନ ଶବ୍ଦର ଅର୍ଥକୁ ଜାଣିବା। ଏଠି କୁହାଗଲା ପିଲାମାନେ ସୁନ୍ଦର ଶାଳୀ, ଶାଳୀ ଶବ୍ଦ ବ୍ୟବହାର ହେଇଛି। ତ ଶାଳୀ ଶବ୍ଦର ଅର୍ଥ ହେଉଛି ଏକ ପ୍ରକାର ଧାନର ନାଁକୁ ବୁଝାଏ। ସୁଶୋଭିତ, ଆମେ ପୂର୍ବରୁ ଏହି ଶବ୍ଦ ବିଷୟରେ ଅନେକ ଥର ଆଲୋଚନା କରିସାରିଲେଣି। ସୁଶୋଭିତ ଶବ୍ଦର ଅର୍ଥ ହେଉଛି ଅତିଶୟ ସୌନ୍ଦର୍ଯ୍ୟ ବା ଶୋଭାଯୁକ୍ତ। କ୍ଷେତ୍ର ଶବ୍ଦ ବ୍ୟବହାର ହେଇଛି ଏଠି। ତ କ୍ଷେତ୍ର ଶବ୍ଦର ଅର୍ଥ ହେଉଛି ପିଲାମାନେ ବିଲ ବା କ୍ଷେତ, ବିଲ ବା ଚାଷ ଜମି ବୋଲିକି କୁହାଯାଏ। ଏଠି କୁହାଗଲା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ଆଜିର ବିଜ୍ଞାନ ଯୁଗକୁ ଏଠି ଦର୍ଶାଯାଇଛି ଜ୍ଞାନ ବିଜ୍ଞାନ ମାଧ୍ୟମରେ। ପ୍ରଦର୍ଶିତ, ପ୍ରଦର୍ଶିତ ଶବ୍ଦର ଅର୍ଥ ହେଉଛି ପିଲାମାନେ ଦର୍ଶାଇବା ଏବଂ ନେତ୍ର ଶବ୍ଦର ଅର୍ଥ ଆମେ ସମସ୍ତଙ୍କୁ ଜଣାଥିବ ଚକ୍ଷୁ ବା ଆଖି ବୋଲି କୁହାଯାଏ। ଯୋଗୀ ଋଷିଗଣ ଉଟଜ ପବିତ୍ରା, ଯୋଗୀ ଋଷି ମାନେ ମୁନି ଋଷି ମାନଙ୍କ କଥାକୁ ଏଠି କୁହାଯାଇଛି। ଯାହା ପଟ୍ଟଚିତ୍ର ମାଧ୍ୟମରେ ଦେଖିପାରୁଥିବ। ଉଟଜ, ଉଟଜ ଶବ୍ଦର ଅର୍ଥ ହେଉଛି ସେହି ଯୋଗୀ ଋଷି ବା ମୁନି ଋଷି ମାନଙ୍କର କୁଡିଆ ବା ବାସସ୍ଥାନ କୁ କୁହାଯାଏ ଏଠି ଉଟଜ ବୋଲି ବ୍ୟବହାର କରାଯାଇଛି। ପବିତ୍ର ଶବ୍ଦର ଅର୍ଥ ହେଉଛି ପବିତ୍ର। ତ ବର୍ତ୍ତମାନ ଆମେ ଏହାର ଭାବାର୍ଥକୁ ବୁଝିବାକୁ ଚେଷ୍ଟା କରିବା। ପ୍ରଥମ ଲାଇନରେ କୁହାଗଲା ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା, ଅର୍ଥାତ୍ ସୁନ୍ଦର ଧାନ, କେଉଁ ଧାନ ନା ଶାଳୀ ଧାନ, ଶାଳୀ ଧାନରେ ଭରିଥିବା କ୍ଷେତ ଗୁଡିକ ଦ୍ୱାରା ଓଡ଼ିଶାର ଭୂମି ଅତ୍ୟନ୍ତ ଶୋଭାଯୁକ୍ତ ଦେଖାଯାଉଥିବା କଥା ଏଠି ବର୍ଣ୍ଣନା କରାଯାଇଛି। ନିଶ୍ଚିତ ପିଲାମାନେ ଆମ ଗାଁ ମାନଙ୍କରେ ଯେତେବେଳେ ଚାଷ ସମୟ ଆସିଯାଏ, ଧାନର ପରିପକ୍ୱ ସମୟ ଆସିଯାଏ, ସେତେବେଳେ କେତେ ଯେ କ୍ଷେତ ଗୁଡିକ କେତେ ଯେ ସୁନ୍ଦର ଲାଗେ। ତ ଅତ୍ୟନ୍ତ ଶୋଭାଯୁକ୍ତ ବୋଲି ଏଠାରେ କୁହାଗଲା। ତ ତେଣୁ କଣ କୁହାଗଲା ନା ସୁନ୍ଦର ଧାନ ଯୋଉ ରହିଛି ଶାଳୀ ଧାନ ରେ ଭରିଥିବା କ୍ଷେତ ଗୁଡିକ ଦ୍ୱାରା ଓଡ଼ିଶାର ଭୂମି କେତେ ଯେ ସୁଶୋଭିତ ହୋଇଥାଏ ଅର୍ଥାତ୍ ଶୋଭାଯୁକ୍ତ ହୋଇଥାଏ ସେ କଥାକୁ ଏଠି ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ଲାଇନରେ କୁହାଗଲା ଯେ ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଅର୍ଥାତ୍ ଜ୍ଞାନ ବିଜ୍ଞାନ, ଆଜିର ଏଇ ବିଜ୍ଞାନ ଜ୍ଞାନ ଏବଂ ବିଜ୍ଞାନର ପ୍ରଗତି ବିଷୟରେ କୁହାଯାଇଛି। ଓଡ଼ିଶାର ଲୋକମାନେ ଜ୍ଞାନ ଏବଂ ବିଜ୍ଞାନରେ କେତେ ଯେ ପ୍ରଗତି କରିସାରିଲେଣି, ଯାହା ଦେଖି ଆଖିକୁ ଆନନ୍ଦିତ ଲାଗିଯାଏ ବୋଲିକି ଏଠି କୁହାଯାଉଛି। ତ ଓଡ଼ିଶା ଭୂଇଁରେ ଯେଉଁ ଜ୍ଞାନ ବିଜ୍ଞାନର ପ୍ରଗତି ଦେଖାଯାଉଛି ତାହା ଏଠି କୁହାଗଲା ଯେ ଦେଖି ଆନନ୍ଦିତ ଲାଗିଯାଏ ବୋଲିକିରି କୁହାଯାଉଛି। ତାହା ଉଦ୍ଭାସିତ ହେଉଛି ବୋଲିକିରି ସମସ୍ତଙ୍କ ଚକ୍ଷୁରେ ଉଦ୍ଭାସିତ ହେଉଥିବା କଥାକୁ ଏଠି ବର୍ଣ୍ଣନା କରାଯାଇଛି। ପୁଣି କୁହାଗଲା ଯୋଗୀ ଋଷିଗଣ ଉଟଜ ପବିତ୍ରା, ଯୋଗୀ ଋଷି, ଏଠି ଯୋଉ କୁହାଗଲା ଯୋଗୀ ଋଷି ଗଣ ଅର୍ଥାତ୍ ଗଣ ଶବ୍ଦ ଏଠି ବ୍ୟବହାର ହେଇଛି। ଗଣ ଏଟା ବହୁ ବଚନରେ ଗଣ ଶବ୍ଦ ବ୍ୟବହାର ହେଇଛି। ଯେ ଯୋଗୀ ଋଷି ମୁନି ଋଷି ଗଣ କର ଉଟଜ, ଉଟଜ ମାନେ ହେଲା ଏଠି ତାଙ୍କର ଯୋଉ କୁହାଗଲା ବସବାସ କରୁଥିବା ତାଙ୍କର କୁଡିଆ, ଏମିତି ଏଠି ଫଟୋ ଚିତ୍ରରେ ଦେଖାଯାଇଛି। ତ ମୁନି ଋଷି ମାନଙ୍କର କୁଡିଆ ଗୁଡିକ ଆମ ଓଡ଼ିଶା ଭୂମିରେ ରହିଥିବା ଯୋଗୁଁ ତାହା ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି। ତାହା ଅତ୍ୟନ୍ତ ପବିତ୍ର ଥିବା କଥା କୁହାଯାଉଛି। ତ ଯୋଗୀ ଋଷି ମାନଙ୍କର ଆଶ୍ରମ
ଥିବାରୁ ଏହି ଉତ୍କଳ ଭୂମି ପବିତ୍ର ହୋଇଥିବା କଥା ଏହି ଲାଇନରେ କୁହାଯାଇଛି। ତ ତାପରେ କୁହାଗଲା ଜନନୀ 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 ଅର୍ଥାତ୍ ଆ, କବି ଏଠି ଆ, ହେ ମା ଓଡ଼ିଶା, ତୁମକୁ ପୁନଃ ପୁନଃ ଶ୍ରଦ୍ଧାର ସହିତ ସ୍ମରଣ କରୁଥିବା କଥା ଏଠି ବର୍ଣ୍ଣନା କରିଛନ୍ତି ଆନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ପିଲାମାନେ, ଏହି ପଦରେ ଏତିକି ଏହାର ଭାବାର୍ଥ ରହିଛି।